ହାଲେଲୁୟା। ମାଥିଲୁତୁ ସୁଷମାଚାର ତାର 5 ପର୍ବ ତାର 17 ପଦରୁ ଆମେମାନେ ପଢ଼ିବା। ମୁଁ ଯେ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି ଏପରି ଭାବ ନାହିଁ, ଲୋପ କରିବାକୁ ଆସିନାହିଁ, ବରଂ ସଫଳ କରିବାକୁ ଆସିଅଛି। କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶ ମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେ ପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏଁ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାର ଲୋପ ପାଇବ ନାହିଁ। ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକଙ୍କୁ ସେହି ପ୍ରକାର ଶିକ୍ଷା ଦିଏ, ସେ ସ୍ୱର୍ଗ ରାଜ୍ୟରେ କ୍ଷୁଦ୍ରତମ ବୋଲି ଖ୍ୟାତ ହେବ। କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗ ରାଜ୍ୟରେ ମହାନ ବୋଲି ଖ୍ୟାତ ହେବ। କାରଣ ମୁଁ ତୁମମାନଙ୍କୁ କହୁଅଛି, ତୁମମାନଙ୍କର ଧାର୍ମିକତା ଶାସ୍ତ୍ରୀ ଓ ଫରିସୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ବେଶୀ ନ ହେଲେ ତୁମେମାନେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। ଆମେନ୍। ପ୍ରଭୁ ପଠିତ ବାକ୍ୟ ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଛୋଟ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ କରିଥିବା ପ୍ରଭୁ, ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଯେ ପ୍ରକାର ତୁମ ଲୋକମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବ, ସେଥିପାଇଁ ସାହାଯ୍ୟ କର। ମହିମା ଗୌରବ ପ୍ରଶଂସା ପୂଜା ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ। ଆମେନ୍। ହାଲେଲୁୟା। ପ୍ରଭୁଙ୍କୁ ମହାନ ଆମକୁ ଧନ୍ୟବାଦ ହଉ। ବିଶେଷ କରି ଆମେମାନେ ଦେଖୁଛୁ ମାଥିଲୁତୁ ସୁଷମାଚାରରେ ପ୍ରଭୁ ଯୀଶୁ କହିବା କଥା କ'ଣ ବୋଲି କହିଲେ, ମୁଁ ବ୍ୟବସ୍ଥା ଲୋପ କରିବାକୁ ଆସିନାହିଁ। ହାଲେଲୁୟା। ବ୍ୟବସ୍ଥା ବୋଲେ ବାଇବେଲର ବିଷୟ ଗୁଡ଼ାକ ବନ୍ଦ କରିବାକୁ ଆସିନାହିଁ, କିନ୍ତୁ ସଫଳ କରିବାକୁ ଆସିଛି। ହାଲେଲୁୟା। ବ୍ୟବସ୍ଥାରେ ବାଇବେଲ ପୁରାତନ ନିୟମରେ ବହୁତ କଷ୍ଟଦାୟକ ବହୁତ କଷ୍ଟ ବ୍ୟବସ୍ଥା ଥିଲା। ବ୍ୟବସ୍ଥା ବୋଲି ନିୟମ ଥିଲା। ହାଲେଲୁୟା। ସେ ନିୟମ ଆଜିକାଲିର ଖ୍ରୀଷ୍ଟିଆନ ମାନେ ପାଳନ କରିବାର ଅସମ୍ଭବ। ଯୀଶୁଖ୍ରୀଷ୍ଟ କହିଛନ୍ତି, ଏଇ ମାର୍ଗ ଜାଣିବା ଅପେକ୍ଷା ନ ଜାଣିବାଟା ଭଲ। ହାଲେଲୁୟା। ଏଇ ମାର୍ଗରେ ଚାଲିବା ଅପେକ୍ଷା ନ ଚାଲିଲେ ଭଲ ତୁମମାନଙ୍କ ପାଇଁ। କି ପାଇଁ ବୋଲେ, ଯେଉଁମାନେ ଏଇ ମାର୍ଗରେ ଚାଲିବେ ନାହିଁ, ଏ ମାର୍ଗରେ ଏ ବାଟରେ ଯେଉଁମାନେ ଚାଲିବେ ନାହିଁ, ସେମାନେ ପାକ୍କା ନର୍କରେ ପଡ଼ିବେ। ନର୍କ ସେମାନଙ୍କୁ ଅଛି। ଶୈତାନକୁ ତାର ଲୋକମାନଙ୍କୁ ଯେଉଁ ଜାଗା, ନର୍କମୟ ଜାଗା, ଅନ୍ଧକାରମୟ ଜାଗା ପ୍ରସ୍ତୁତ କରାଯାଇଛି, ସେମାନେ ସେ ଜାଗାକୁ ଯିବେ। ଆଉ ଏଠି କିସ୍ ପାଇଁ? ଯୀଶୁଖ୍ରୀଷ୍ଟଙ୍କ ପାଇଁ ମାଡ଼ ଖାଇବେ, ଯୀଶୁଖ୍ରୀଷ୍ଟଙ୍କ ପାଇଁ ଗାଳି ଶୁଣିବେ, ଯୀଶୁଖ୍ରୀଷ୍ଟଙ୍କର ପାଇଁ ଲୋକମାନେ ନିନ୍ଦା ସହିବେ। କ'ଣ ପାଇଁ? ବେକାର କିସ୍ ପାଇଁ? ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ ଭଲ କରି ବିଶ୍ୱାସ କରିବାର ଅଛି, ନହେଲେ ଛାଡ଼ ଦେବାର ଅଛି। ତମକୁ କିଏ ବାଧ୍ୟ କରୁନାହିଁ। ହାଲେଲୁୟା। କାହାକୁ ବାଧ୍ୟ ନାହିଁ। କାହାକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କର ବୋଲି କହିବାର ଆବଶ୍ୟକ ନାହିଁ। କାରଣ ସେ ସତ୍ୟ ଈଶ୍ୱର। ହାଲେଲୁୟା। ପ୍ରଭୁ କହୁଛନ୍ତି ଯିଶାୟା ପୁସ୍ତକରେ, ସେ ଚ୍ୟାଲେଞ୍ଜ କରି କହୁଛନ୍ତି, ଏ ପୃଥିବୀକୁ, ପୃଥିବୀରେ ଥିବା ଦେବତାମାନଙ୍କୁ, ଏ ପୃଥିବୀରେ ଥିବା ଅଧିପତିମାନଙ୍କୁ, ଈଶ୍ୱର ଗଣମାନେ ବୋଲି କହୁଥିବା ବ୍ୟକ୍ତିମାନଙ୍କୁ, ଆଉ ଯେଉଁମାନେ କି ଆମେ ଈଶ୍ୱର, ଆମେ ସବୁ କିଛି କରିଛୁ, ସବୁ କିଛି କରିପାରିବୁ ବୋଲବା ଲୋକମାନଙ୍କୁ ପ୍ରଭୁ କହୁଛନ୍ତି। ହାଲେଲୁୟା। କ'ଣ ବୋଲି କହୁଛନ୍ତି ବୋଲି କହିଲେ, ତୁମେମାନେ ଆମକୁ ଜଣାଅ, ପୂର୍ବ କାଳରେ ଆଦ୍ୟରେ ଏଇ ଆକାଶ ମଣ୍ଡଳ ପୃଥିବୀ କେମିତି ସୃଷ୍ଟି ହେଲା କୁହ। ହାଲେଲୁୟା। ମଣିଷ କେମିତି ସୃଷ୍ଟି ହେଲା? ସେଠି ଯିଶାୟା ପୁସ୍ତକରେ, ଯିଶାୟା ପୁସ୍ତକ 41 ପର୍ବ ତାର 21-22 ଏ ପ୍ରକାର ଲେଖା ହେଇଛି। ମୁଁ ଟିକେ ପଢ଼ୁଛି, ଦେଖ। ସଦାପ୍ରଭୁ କହନ୍ତି, ତୁମେମାନେ ଆପଣମାନଙ୍କ ବିବାଦ ଉପସ୍ଥିତ କର। ଯାକୋବର ରାଜା କହନ୍ତି, ତୁମେମାନେ ଆପଣମାନଙ୍କର ଦୃଢ଼ ପ୍ରମାଣ ସବୁ ବାହାର କର। ସେମାନେ ତାହା ସବୁ ବାହାର କରି ଯାହା ଯାହା ଘଟିବ, ତା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରନ୍ତୁ।
ଆଦ୍ୟର ବିଷୟମାନ କ'ଣ ତାହା ତୁମେମାନେ ପ୍ରକାଶ କର। ତାହା କଲେ ଆମ୍ଭେମାନେ ବିବେଚନା କରି ତହିଁର ଶେଷ ଫଳ ଜାଣିପାରିବା। ନହେଲେ ଆଗାମୀ ଘଟଣା ଆମମାନଙ୍କୁ ଦେଖାଅ। ଏଥିଉଠାରେ ଯାହା ଯାହା ଘଟିବ ତାହା ପ୍ରକାଶ କର। ତହିଁରେ ତୁମେମାନେ ଯେ ଈଶ୍ୱର ଗଣ ଏହା ଆମ୍ଭେମାନେ ଜାଣିବା। ହଁ, ମଙ୍ଗଳ କର ଅବା ଅମଙ୍ଗଳ କର, ତହିଁରେ ଆମ୍ଭେମାନେ ବିନାଶ ହୋଇ ଏକତ୍ର ତାହା ଦେଖିବା। ହାଲେଲୁୟା, ହାଲେଲୁୟା। ଏ ଜାଗାରେ ପରମେଶ୍ୱର ପ୍ରଭୁ ଯୀଶୁ ଚ୍ୟାଲେଞ୍ଜ କରୁଛନ୍ତି କ'ଣ ବୋଲି କହିଲେ, ଯାକୁବର ରାଜା ଏଇ ପ୍ରକାର କହୁଛନ୍ତି ତୁମମାନଙ୍କୁ, ଏ ପୃଥିବୀର ଈଶ୍ୱର ଗଣ, ଏ ପୃଥିବୀରେ ଦେବତାମାନେ, ଏ ପୃଥିବୀରେ ଲୋକମାନେ, ବୀରମାନେ, ହିରୋମାନେ, ଏ ପୃଥିବୀକୁ ଶାସନ କରୁଥିବା ଅଧିପତିମାନେ, ତୁମେମାନେ ଗୋଟିଏ କଥାର ଉତ୍ତର ଦିଅ। ହାଲେଲୁୟା। ପୂର୍ବ କାଳରେ କ'ଣ ଥିଲା, ଭବିଷ୍ୟତରେ କ'ଣ ଘଟିବ, ପୂର୍ବରେ କ'ଣ ଥିଲା, ଭବିଷ୍ୟତରେ କ'ଣ ଘଟିବ, ତାହା ଆମମାନଙ୍କୁ ଜଣା ବୋଲୁଛନ୍ତି। ହାଲେଲୁୟା। ଆମକୁ ଜଣାଇ ଦିଅ। ଆଦ୍ୟରେ ପରମେଶ୍ୱର କ'ଣ କ'ଣ କରିଥିଲେ, ଆଦ୍ୟରେ ପରମେଶ୍ୱର କାହାକୁ କାହାକୁ ସୃଷ୍ଟି କରୁଥିଲେ, ଏ ଆକାଶ ପୃଥିବୀ କେମିତି ସୃଷ୍ଟି ହେଲା, ଏ ଭୂମି କେମିତି ସୃଷ୍ଟି ହେଲା, ଏ ଜଳ କେମିତି ସୃଷ୍ଟି ହେଲା, ନଦୀ ନାଳ କେମିତି ସୃଷ୍ଟି ହେଲା, ଏ ଗଛଲତା କେମିତି ସୃଷ୍ଟି ହେଲା, ମନୁଷ୍ୟ କେମିତି ସୃଷ୍ଟି ହେଇଛି, କିଏ ସୃଷ୍ଟି କରୁଛି, କେମିତି ସୃଷ୍ଟି ହେଇଛି, ସେ ବିଷୟ ଆମକୁ ଜଣା। ହାଲେଲୁୟା। ଆଗାମୀ ଦିନରେ କ'ଣ କ'ଣ ଘଟିବ, ଆସନ୍ତା ଦିନ ମାନଙ୍କରେ କ'ଣ କ'ଣ ଘଟିବ, ସେ ବିଷୟ ଆମକୁ କୁହ। ନହେଲେ ତମେ ବିନାଶ ହେଲେ କର, ନହେଲେ ଭଲ ହେଲେ କର, ମଙ୍ଗଳ ହେଲେ କର, ନହେଲେ ଅମଙ୍ଗଳ ହେଲେ କର, କରିକିରି ଆମକୁ କ'ଣ କରିପାରିବ ତାହା କରିପାର। ଆମକୁ କ'ଣ କରିବାର ଶକ୍ତି ତମକୁ ଅଛି କି? ଏ ଦେବତା ମାନେ, ଏ ଈଶ୍ୱର ଗଣମାନେ, ଈଶ୍ୱର ବୋଲିଥିବା ଲୋକମାନେ, ନା ତମେ ଜୀବନ ଦେଇପାରିବ ନା ତମେ ମରାଇ ପାରିବ। ହାଲେଲୁୟା। ତମ ପାଖରେ କି ଶକ୍ତି ଅଛି କୁହ? ତମ ପାଖରେ ଶକ୍ତି କିଛି ନାହିଁ। ତୁମେ ମାନେ କିଛି ନୁହେଁ। ଆମର ଶକ୍ତି ଅତି ଭୟଙ୍କର। ହାଲେଲୁୟା। ଆମ ପାଖରେ କିଏ ଠିଆ ହେଇପାରିବ? ଆମେ ସ୍ୱୟଂଜୀବୀ ପରମେଶ୍ୱର, ଆମ ବାକ୍ୟରେ ପ୍ରତ୍ୟେକ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି କରିଅଛୁ। ଆମ୍ଭେ ସୃଷ୍ଟିକର୍ତ୍ତା, ଆମ ଛଡ଼ା ଆଉ ଅନ୍ୟ ସୃଷ୍ଟିକର୍ତ୍ତା ନାହିଁ। ଆମେ ଏକମାତ୍ର ପରମେଶ୍ୱର। ହାଲେଲୁୟା। ମନୁଷ୍ୟକୁ ଆପଣା ପ୍ରତିମୂର୍ତ୍ତିରେ ସୃଷ୍ଟି କରି ତାହାକୁ ଏ ପୃଥିବୀ ମୁଁ ଦେଇଛି। ଏ ଶୈତାନ କ'ଣ କରିଛି ବୋଲି କହିଲେ, ଚୋରି କରିଛି। ଭଣ୍ଡେଇକିରି ମୁଁ ସୃଷ୍ଟି କରୁଥିବା ଏ ଲୋକମାନଙ୍କୁ ଭଣ୍ଡେଇକିରି ଏ ଅଧିକାରକୁ ଚୋରି କରୁଛି ଏ ଶୈତାନ। ଏ ଅନ୍ଧକାର ନିବାସୀ, ଏ ନର୍କବାସୀ, ତାର ପାଇଁ, ତାର ଲୋକମାନଙ୍କ ପାଇଁ ନର୍କ ମୁଁ ପ୍ରସ୍ତୁତ କରିଅଛି। ଭବିଷ୍ୟତରେ ଆସନ୍ତା ଦିନ ମାନଙ୍କରେ ଶୈତାନକୁ, ତାର ଦଳକୁ ସେ ଅଗ୍ନିମୟ ଅର୍ଦ୍ଧରେ ମୁଁ ପକାଇବାକୁ ଯାଉଛି। ହାଲେଲୁୟା। ଭବିଷ୍ୟତରେ ଏହା ଘଟିବାକୁ ଯାଉଛି। ତମେ କ'ଣ ଜାଣିଛ କି? ଏ ପୃଥିବୀର ଅଧିକାରୀ ମାନେ ତମେ କ'ଣ ଜାଣିଛ କି? ଏ ପୃଥିବୀର ରାଜା ମାନେ, ଏ ପୃଥିବୀର ମନ୍ତ୍ରୀ ମାନେ, ତମେ କ'ଣ ଜାଣିଛ କୁହ? ତମେ କ'ଣ ଜାଣିଥିଲେ ମତେ କୁହ। ହାଲେଲୁୟା। ଆଗାମୀ ଦିନରେ ଭଣ୍ଡ ଖ୍ରୀଷ୍ଟକୁ, ଭଣ୍ଡ ଭାବବାଦୀ ମାନଙ୍କୁ, ବାବାମାନଙ୍କୁ, ନେତାମାନଙ୍କୁ, ଅଧିକାରୀ ମାନଙ୍କୁ, ଏ ଜଗତ ଅଧିପତି ମାନଙ୍କୁ ଏକ ବାଟରେ ବାନ୍ଧିକିରି ନର୍କରେ ପକାଇଦେବା ଶକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅଛି। ହାଲେଲୁୟା। ଏମିତିକା ଶକ୍ତି ଅଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ, ତାହା ପୃଥିବୀର ଲୋକମାନେ ଦେଖି କାବା କାବା ହେଇଯିବେ, ଆଶ୍ଚର୍ଯ୍ୟ ହେଇଯିବେ। କାରଣ ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ'ଣ କହୁଛନ୍ତି ବୋଲେ, ହେ ମୋର ଲୋକମାନେ,
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣ କରୁଥିବା ଭାବରେ ବିଶ୍ୱାସ କରୁଥିବା ଲୋକମାନେ ତୁମେମାନେ ଗୋଟିଏ କଥା ଶୁଣ। ଏ ଶାସ୍ତ୍ରୀ ପାରୁଷୀମାନେ, ଏ ପଣ୍ଡିତମାନେ, ଏ ଜ୍ଞାନୀମାନେ ଗର୍ବ କରନ୍ତି, ଅହଙ୍କାର କରନ୍ତି, ଈର୍ଷା କରନ୍ତି, ଲୋକମାନଙ୍କୁ ଉସ୍କାନ୍ତି, ଲୋକମାନଙ୍କୁ ପ୍ରଲୋଭନ କରନ୍ତି। ସେମାନଙ୍କର ଧାର୍ମିକତା ଅପେକ୍ଷା ତୁମର ଧାର୍ମିକତା ଯଦି ଅଧିକ ହେବ ନାହିଁ ବୋଲେ ତୁମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ ବୋଲି କହୁଛନ୍ତି। ହାଲେଲୁୟା। ତୁମେ ଭାବୁଛ ଏ ପଣ୍ଡିତମାନେ ଏକା ଧାର୍ମିକ ବୋଲି, ତୁମେ ଭାବୁଛ ଏ ଅଧିପତିମାନେ ଏକା ଧାର୍ମିକ ବୋଲି, ତୁମେ ଭାବୁଛ ଏ ନେତାମାନେ ଏକା ଧାର୍ମିକ ବୋଲି, ଏ ଶାସ୍ତ୍ରୀମାନେ ପାରୁଷୀମାନେ ଧାର୍ମିକ ବୋଲି ଭାବୁଛ। ସେମାନେ ଧାର୍ମିକ ନୁହନ୍ତି, ସେମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ହାଲେଲୁୟା। ସେମାନେ ସ୍ୱର୍ଗ ରାଜ୍ୟକୁ ଯାଇପାରିବେ ନାହିଁ କି ପ୍ରବେଶ କରିପାରିବେ ନାହିଁ। ସେମାନଙ୍କୁ ସ୍ୱର୍ଗ ରାଜ୍ୟର ଅଧିକାର ନାହିଁ। ହାଲେଲୁୟା। କାହାକୁ ଅଧିକାର ଅଛି ବୋଲି କହିଲେ ଏମାନଙ୍କ ଅପେକ୍ଷା କାହାର ଧାର୍ମିକତା ଅଧିକ ହବ? କିଏ ଧର୍ମାଚରଣ କରିବେ? ଯେଉଁମାନେ ସଦାପ୍ରଭୁଙ୍କୁ ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣ କରୁଥିବା ଗ୍ରହଣ କରି ସମସ୍ତ ଆଜ୍ଞା ପାଳନ କରିବ, ସେ ସ୍ୱର୍ଗ ରାଜ୍ୟକୁ ଯାଇପାରିବ। ହାଲେଲୁୟା। ସମସ୍ତ ଆଜ୍ଞା କ'ଣ? ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହା କହିଛନ୍ତି। କ'ଣ କହିଛନ୍ତି? ପ୍ରଭୁ ଯୀଶୁ କହିଛନ୍ତି, ମୋର ଆରାଧନା ଉପାସନା କର, ମୋ ଠାରେ ଭୟଭୀତ ହୁଅ, ମୋ ଠାରେ କମ୍ପମାନ ହୁଅ, ଯେହେତୁ ମୁଁ ସର୍ବସୃଷ୍ଟିକର୍ତ୍ତା ଅଟେ। ହାଲେଲୁୟା। ସର୍ବଶକ୍ତିମାନ ଅଟେ। ରବିବାର ଦିନକୁ ପବିତ୍ର ଭାବରେ ପାଳନ କର, ବିଶ୍ରାମ ଦିନକୁ ପବିତ୍ର ଭାବରେ ପାଳନ କର, ସେଦିନ କୌଣସି କାମ ମଧ୍ୟ କର ନାହିଁ ବୋଲି କହିଛନ୍ତି। ହାଲେଲୁୟା। ତୁମମାନଙ୍କୁ କାମ କରିବାର ସୁଯୋଗ ଅଛି। ପ୍ରଭୁଙ୍କ ଠାରେ ପ୍ରାର୍ଥନା ବସିକରି ତୁମେ କାମ କର। ପ୍ରାର୍ଥନା ବସିଲା ପରେ ତୁମେ ଯେତେ କାମ କଲେ ମଧ୍ୟ ଚଳିବ। ହାଲେଲୁୟା। ତେଣୁ ଆମେମାନେ ପ୍ରଭୁଙ୍କୁ ଭୟ କରିପାରୁନୁ, ପ୍ରଭୁଙ୍କୁ ଭୟ କରୁନୁ, ପ୍ରଭୁଙ୍କୁ ଆମେ ସ୍ନେହ କରୁନୁ, ପ୍ରଭୁଙ୍କୁ ଆମେ ଡାକୁନୁ, ପ୍ରଭୁଙ୍କ ଠାରେ ଆମେ ଜାଗି ରହୁନୁ। ସେଥିପାଇଁ ଆମେମାନେ ବହୁତ କଷ୍ଟରେ ପଡ଼ିବାର ସମ୍ଭାବନା ଅଛି। ମୋ ନିମନ୍ତେ ଲୋକମାନେ ତୁମକୁ ନିନ୍ଦା କରିବେ, ମୋ ନିମନ୍ତେ ଲୋକମାନେ ତୁମକୁ ତାଡ଼ନା କରିବେ, ମୋ ନିମନ୍ତେ ଲୋକମାନେ ତୁମକୁ ଘରରୁ ବାହାର କରିଦେବେ। ହାଲେଲୁୟା। ସେଠି ଲେଖା ହେଇଛି, ଲୋକେ ଯେବେ ତୁମମାନଙ୍କୁ ମୋ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମେମାନେ ଧନ୍ୟ। ହାଲେଲୁୟା। ଲୋକମାନେ ତୁମକୁ ନ କହିଲେ ଦୁଃଖ ତ କର, ଲୋକମାନେ କହିଲେ ନିନ୍ଦା କଲେ ତୁମେ ଶ୍ରଦ୍ଧା ହୁଅ। ହାଲେଲୁୟା। ତୁମେ ଆନନ୍ଦ କର, ତୁମମାନଙ୍କର ପୁରସ୍କାର ସ୍ୱର୍ଗ ରାଜ୍ୟରେ ବେଶୀ ଅଛି। ହାଲେଲୁୟା। ମାମୁଲରେ ରହିକି ମରିଗଲେ କିଛି ଲାଭ ନାହିଁ। ପ୍ରଭୁଙ୍କ ପାଇଁ ନିନ୍ଦା ସହ କର, ପ୍ରଭୁଙ୍କ ପାଇଁ କଷ୍ଟ ଉଠାଅ, ପ୍ରଭୁଙ୍କ ପାଇଁ ବାଧା ସୁହ, ପ୍ରଭୁଙ୍କ ପାଇଁ ମାଡ଼ ଖାଅ, ପ୍ରଭୁଙ୍କ ପାଇଁ ଜୀବନ ଦିଅ। ଜୀବନର ମୁକୁଟ ତୁମ ପାଇଁ ଥୁଆ ହେଇଛି। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ତୁମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ତ୍ରାଣ କରୁଥିବା ଭାବରେ ଗ୍ରହଣ କର। ମୁଖରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କର ପରମେଶ୍ୱର ବୋଲି ମୁଖରେ ସ୍ୱୀକାର କର, ହୃଦୟରେ ବିଶ୍ୱାସ କର, ତୁମେମାନେ ପରିତ୍ରାଣ ପ୍ରାପ୍ତ ହେବ। ହାଲେଲୁୟା। ପ୍ରଭୁ ଯୀଶୁ ଯେ ପ୍ରଭୁ ଅଟନ୍ତି ଏବଂ ପରମେଶ୍ୱର ଅଟନ୍ତି, ଏହା ତୁମର ମୁଖରେ ସ୍ୱୀକାର କର, ତୁମ ପାଟିରେ କୁହ, ପ୍ରଭୁ ଆକା ପରମେଶ୍ୱର, ପ୍ରଭୁଙ୍କ ଛଡ଼ା ଅନ୍ୟ ପରମେଶ୍ୱର ନାହିଁ, ମୁଁ କାହାକୁ ବିଶ୍ୱାସ କରିବି ନାହିଁ। ହାଲେଲୁୟା। ସେ ମୋର ତ୍ରାଣକର୍ତ୍ତା, ସେ ମୋତେ ଉଦ୍ଧାରକର୍ତ୍ତା, ସେ ମୋର ରକ୍ଷାକର୍ତ୍ତା। ହାଲେଲୁୟା। ତାଙ୍କୁ ମୁଁ ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦେବି, ସେଇ ପ୍ରଭୁଙ୍କୁ ଧନ୍ୟବାଦ ଦେବି ବୋଲି କୁହ। ସେତେବେଳେ ଆଉ ତୁମେ ପରିତ୍ରାଣ ପାଇବ। ହାଲେଲୁୟା। ସମସ୍ତ ଆଜ୍ଞା ତୁମେ ପାଳନ କରିବାକୁ ପଡ଼ିବ। କୌଣସି ଗୋଟେ ସାନ ଆଜ୍ଞା ଯଦି ତୁମେ ପାଳନ କରିବ ନାହିଁ, ତାହେଲେ ତୁମେ ପାରୁଷୀ ଶାସ୍ତ୍ରୀମାନଙ୍କ ପରେ ଆକା ଭକ୍ତି ତୁମର। ପାରୁଷୀ ଶାସ୍ତ୍ରୀମାନେ ହଁ 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 କରିଦେବେ, କିନ୍ତୁ ସେମାନେ କିଛି ପ୍ରଭୁଙ୍କୁ ଭୟ କରିବେ ନାହିଁ, ପ୍ରଭୁଙ୍କୁ ମାନିବେ ନାହିଁ, ପ୍ରଭୁଙ୍କ ଠାରେ ରହିବେ ନାହିଁ। ସେମାନେ ଲୋକମାନଙ୍କୁ ନିନ୍ଦାର କଥା କହି ବୁଲୁଥିବେ, ଲୋକମାନଙ୍କ ବିରୁଦ୍ଧରେ କଥା କହୁଥିବେ, ଲୋକମାନଙ୍କ ବିରୁଦ୍ଧରେ ଚାଲୁଥିବେ, ଲୋକମାନଙ୍କୁ ଅନ୍ୟାୟ ପଥରେ ଚଲାଉଥିବେ, ମାଡ଼ଗୋଳ କରୁଥିବେ ଲୋକମାନଙ୍କୁ। ସେମାନଙ୍କ ପରେ ତୁମେ ହୁଅ ନାହିଁ।
ତୁମେମାନେ ଯୀଶୁଖ୍ରୀଷ୍ଟଙ୍କୁ ସରଳ ଭାବରେ ଭଲ ମନରେ ଭଲ ବୁଦ୍ଧିରେ ଭଲ ଜ୍ଞାନରେ ପ୍ରଭୁଙ୍କଠାରେ ଯଦି ରହିବ ତାହେଲେ ତୁମେମାନେ ପରିତ୍ରାଣ ପାଇବ। ହାଲେଲୁୟା। ପରିତ୍ରାଣ ନ ପାଇଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ ନ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କଥାରେ ଯଦି ଚାଲିବ ନାହିଁ ତାଙ୍କୁ ହୃଦୟରେ ସ୍ୱୀକାର କରିବ ନାହିଁ ହୃଦୟରେ ରଖିବ ନାହିଁ ତୁମ ସ୍ୱର୍ଗ ରାଜ୍ୟକୁ ଯାଇପାରିବ ନାହିଁ। ବେକାର କିଏ ପାଇଁ ଖ୍ରୀଷ୍ଟିଆନ ହେବ? ହାଲେଲୁୟା। ବେକାର କିଏ ପାଇଁ ଯୀଶୁଙ୍କୁ ବିଶ୍ୱାସ କରିବ? ଯୀଶୁଙ୍କୁ ବିଶ୍ୱାସ କର ନାହିଁ। ଆଜିକାଲି ଆହୁରି ଭୟଙ୍କର କଥା ଯାକ ବାହାରୁଛି କ'ଣ ବୋଲେ ଧର୍ମାନ୍ତରୀକରଣ କରୁଛନ୍ତି ବୋଲି। ଧର୍ମାନ୍ତରୀକରଣ କାହାକୁ କରାଯିବ ନାହିଁ, ଆବଶ୍ୟକ ନାହିଁ। ତୁମମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ କ'ଣ, ବିଶ୍ୱାସ ନ କଲେ କ'ଣ? ହାଲେଲୁୟା। ବିଶ୍ୱାସ କଲେ ପରିତ୍ରାଣ ପାଇବ, ବିଶ୍ୱାସ ନ କଲେ ଦଣ୍ଡାଜ୍ଞା ପାଇବ। ଏଇଟା ତମର ଇଚ୍ଛା, ସେଟା ଯାହାର ଇଚ୍ଛା ତାକୁ ଅଛି। ହାଲେଲୁୟା। ଯାହାର ଇଚ୍ଛା ତାକୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଦ୍ୱାରା ତୁମମାନେ ପରିତ୍ରାଣ ପାଇବ ବୋଲି ବାକ୍ୟ ଲେଖା ହେଇଛି। ହାଲେଲୁୟା। ବିଶ୍ୱାସ ନ କଲେ ନାହିଁ। ତମେ ବିଶ୍ୱାସ ନ କରିବ ବୋଲି କହିଲେ ଆମେ କ'ଣ କରିପାରିବୁ? ହାଲେଲୁୟା। ବିଶ୍ୱାସ କଲେ ଅନନ୍ତ ଜୀବନ ଅଧିକାର ହେବ ବୋଲି ବାକ୍ୟ ଲେଖା ହେଇଛି। ବାକ୍ୟ ଯଦି ତମେ ପାଳନ କରିବ ତାହେଲେ ଅନନ୍ତ ଜୀବନ ଅଧିକାର ତୁମେ ଏକା ହେବ। ହାଲେଲୁୟା। ସେଥିପାଇଁ ମୋର ପ୍ରିୟ ଲୋକମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତୁମମାନେ ବିଶ୍ୱାସ କର। ବିଶ୍ୱାସ କରିବା ଦ୍ୱାରା ତୁମକୁ ଅନନ୍ତ ଜୀବନ ଅଛି। ହାଲେଲୁୟା। ସତ୍ୟ ମାର୍ଗରେ ଚାଲିପାରିବ। ତୁମକୁ ବିଶ୍ୱାସ ନ କଲେ କେହି ବି ତୁମକୁ କିଛି କହିବନି, କୌଣସି ବାଧ୍ୟତା ନାହିଁ। এই ଜାଗାରେ ଶୈତାନ କ'ଣ ପାଇଁ ଛଟପଟ ହେଇଯାଉଛି ବୋଲି କହିଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସମସ୍ତେ ବିଶ୍ୱାସ କରିଦେଲେ ମୋତେ କିଏ ଆରୁ ପୂଜା କରିବେ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସମସ୍ତେ ଯଦି ମାନିଲେ ମୋର ନରକକୁ କିଏ ଆସିବେ ବୋଲି ସେ ଡରି ଯାଉଛି। ଆରେ ବାବୁ ଶୈତାନ ବାବୁ, ତୁ ଡରବା ଦରକାର ନାହିଁ। ହାଲେଲୁୟା। ଅନେକ ଲୋକ ତୋର ପଚରା ଖାଇବେ, ବେଶୀ ଲୋକ ତୋର ପଚରା ଖାଇବେ, ସତ୍ୟ ମାର୍ଗରେ ଚାଲିବାକୁ ଇଚ୍ଛା କରିବେ ନାହିଁ, ସତ୍ୟ ପ୍ରଭୁଙ୍କୁ ବିଶ୍ୱାସ କରିବେ ନାହିଁ। ବିଶ୍ୱାସ ନ କରିବା ଲୋକ ସବୁ ତୋର ଟାକା, ପ୍ରଭୁଙ୍କର ଲୋକ ନାହିଁ। ହାଲେଲୁୟା। ବିଶ୍ୱାସ ଯେଉଁମାନେ କରିବେ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ ନିନ୍ଦା ସହିବେ, କଷ୍ଟ ସହିବେ, ତୁ ଦେଇଥିବା ବାଧା ସହିବେ, ସବୁ ସହିବେ, କିନ୍ତୁ ମରିଗଲେ ସ୍ୱର୍ଗ ରାଜ୍ୟକୁ ଯିବେ। ହାଲେଲୁୟା। କିନ୍ତୁ ତୋର ଦଳ ଲୋକ ମନେକରେ ତୋର ପାଖକୁ କାହା ଆସିବେ, ତୁ ଯେଉଁ ନରକରେ ପଡ଼ିବୁ ସେମାନେ ମଧ୍ୟ ସେଇ ନରକରେ ପଡ଼ିବେ। ସେଥିପାଇଁ ମୋର ପ୍ରିୟ ଲୋକମାନେ ଆମେ ସେ ଶୈତାନର କଥା ମାନିବା ନାହିଁ, ଶୈତାନର କଥା ଶୁଣିବା ନାହିଁ, ପ୍ରଭୁଙ୍କର କଥା ମାନିବା, ପ୍ରଭୁଙ୍କୁ ହୃଦୟରେ ସ୍ୱୀକାର କରିବା। ପ୍ରଭୁ ଆମମାନଙ୍କୁ ତାହାଙ୍କର ରାଜ୍ୟର ଅଧିକାରୀ କରିବେ। ପ୍ରଭୁ ପଠିତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ହାଲେଲୁୟା।